ଏକ ଦିନ ସୂର୍ଯ୍ୟ ଉଠିବା ସହ ପିଲାମାନେ ଗାଁ ରୋଷେଇ ଘରଠାରେ ଖାଦ୍ୟ ପକାଉଥିଲେ। ସେମାନେ ହସୁଥିଲେ, ଗପ କରୁଥିଲେ। ମିଠା ପିଲା, ସୁନ୍ଦର ଏବଂ ସଦା ପ୍ରସନ୍ନ ଚେହେରା ଥିଲା। ମିଠାଙ୍କ ଭଲ ଦେଖା ପାଇଁ ଲୋକମାନେ ମନେ କହୁଥିଲେ, ଏ ଭଲ ପିଲା ହେବାକୁ ମିଶନ ନାମିତ ସୁଭାଶିଷ। କିନ୍ତୁ ଗାଁ ଆସୁଥିଲା ଏକ ଅଚିନ୍ତ୍ୟ ଅନ୍ତର୍ଗତ, ବଜୁଳା ନାଗ। ବଜୁଳା ନାଗ ହେଉଛି ଗୋଟେ ବଡ଼ ଓ ଭୟଙ୍କର ନାଗ। ତାଙ୍କର ଚମକଦାର ତୀକ୍ଷ୍ଣଦନ୍ତ, ଲାଲ ଆଖି ଓ ଲମ୍ବା ବଡ଼ ଶରୀର। ସେ ପ୍ରାୟ ରାତିରେ ଗଛ ଓ ମିଛ ଛାୟା ମଧ୍ୟରେ ଲୁଚିଥା। ଜ୍ଞାନା ଲୋକମାନେ ଭୟରେ ଝିଙ୍କାର କରୁଥିଲେ। ଗାଁର ପିଲାମାନେ ମିଠା, ଡିନ୍ଦି ପିଲା, ପୁନ୍ଦରଷ୍ଟ ପିଲା, ତିନୋଟି ଦୋସ୍ତ ସକାଳୁ ଏହି ଘଟଣା ଶୁଣିଲେ। ମିଠା କହିଲା, ଆମେ ଜାଣିବାକୁ ଚେଷ୍ଟା କରିବା ଚାହୁଁଛି, ବଜୁଳା ନାଗ ଆସି କାହିଁକି ଗାଁକୁ ଭୟ ଦେଉଛି। ଡିନ୍ଦି ଭାବିଲା, ହଁ, ଆମର ସାହସ ଓ ସମର୍ଥନ ମଧ୍ୟ ଦରକାର। ତେବେ ପୁନ୍ଦରଷ୍ଟ କହିଲା, ଆସ ମୁଁ ଏକ ଯୋଜନା କରିବି, ଗୋଟେ ଯୁକ୍ତବଳ ତିଆରି କରି ଗାଁ ଲୋକମାନେ ଭଲରେ ଜୀବନ କରିପାରୁ। ତେଣୁ ତିନୋଟି ପିଲା ତାଙ୍କର ଦୁର୍ବଳତା ଓ ଭୟକୁ ଛାଡ଼ି ଆଗକୁ ଆସିଲେ। ସେମାନେ ଗାଁର ବଳିଣୀ ବୃଦ୍ଧା ମଣ୍ଡଳୀକୁ ଯାଇ କଥା କହିଲେ, ମା, ଚାଚା ଓ ଭାଇମାନେ, ଆମେ ଚାହୁଁଛୁ ବଜୁଳା ନାଗକୁ ଆଶା ଓ ପ୍ରେମ ଦ୍ୱାରା ପରିଷ୍କାର କରିବାକୁ। ବଳିଣୀ ବୃଦ୍ଧା ହସିଦେଲେ, ତୁମର ସ୍ନେହ ଓ ସମର୍ଥନ ଭଲ, କିନ୍ତୁ ପ୍ରଯୁକ୍ତି ଓ ସୁବିଧା ମଧ୍ୟ ଦରକାର। ସେଗୁଡ଼ିକ ବାତ୍ୟାରେ ଏକ ପ୍ଲାନ୍ ତିଆରି ହେଲା। ପ୍ଲାନ୍ 1, ଦିନ ଓ ରାତିରେ ତିନୋଟି ପିଲା ଗଛ ଶୁଭ୍ର ତରଳା ଓ ଫୁଲ ଲଗାଇବେ। ଏହା ଗାଁକୁ ଶୋଭା ବଢ଼ାଇବ। 2, ଗାଁର ସମସ୍ତ ଲୋକମାନେ ଆଗରୁ ହସ୍ତ ମିଳାଇ ଏବଂ ପ୍ରେମ ପ୍ରକାଶ କରିବେ। ଭୟ ଓ ଆଶଙ୍କା ହେଉଛନ୍ତି ଅବସରୀୟ, ସେଉଁଥିରୁ ଉପରୁ ଉଠିବାକୁ ପ୍ରେରଣା ଦିଆଯିବ। 3, ତିନୋଟି ପିଲା ଏକ ରାତ୍ରିରେ ବଜୁଳା ନାଗଙ୍କ ସାମ୍ନା କରିବେ, ମନେ ଶାନ୍ତି, ଆଦର ଓ ସମ୍ମାନର ସହ ଓଡ଼ିଆ ଗୀତ ଗାଇବେ। ସେଭଳି ଏକ ସନ୍ଧ୍ୟାରେ ଚନ୍ଦ୍ରମା ମଧ୍ୟରେ ଗାଁ ଶାନ୍ତିପୂର୍ଣ୍ଣ ହେଲା। ତିନୋଟି ପିଲା ଏକ ମହାଓେ ଶୋଭା ପାଇଁ ତାଲପତ୍ରା ଓ ମାଟିର ଶୁଭ୍ର ଫୁଲ ଲଗାଇଲେ। ଲୋକମାନେ ଆସି ହସ୍ତ ମିଳେଇଲେ, ଶୁଭେଚ୍ଛା ଓ ହାସ୍ୟର ଉଡ଼ାନ ହେଲା। ତେବେ ଆସିଲା ବଜୁଳା ନାଗ। ତାଙ୍କର ଆଖି ଲାଲ, ଶରୀର ବଡ଼, ଚଳଚଳ କରିଥିଲା ଗଛ ଛାୟାରେ। ପିଲାମାନେ ଗଭୀର ଶ୍ୱାସ ନେଲେ, କିନ୍ତୁ ଭୟରେ ନୁହଁ, ସ୍ମୃତି ଓ ସ୍ନେହର ଆଲୋକ ମନରେ ଧାରଣ କଲେ। ମିଠା ଆଗକୁ ଆସିଲା, ହସିରେ କହିଲା, ନାଗ ଭୟଙ୍କରଠାରେ ମଧୁର କରିଦେବାକୁ ଆସିଛି। ଡିନ୍ଦି ହାତ ଦେଲେ, ଚାଲ, ଗୀତ ଗାଉ, ଆମ ଗାଁର ପ୍ରେମ ଭରା ଗୀତ। ପୁନ୍ଦରଷ୍ଟ ଏକ ମୁଡ଼ ଉଠାଇଲା, ନାଗ, ତୁମେ ମଧ୍ୟ ମିଳିପାର। ଆମେ ତୁମ ଭୟରେ ନୁହଁ, ଆମ ସହ ଆସ, ଆମ ସହ ମିଶ। ଗାଁର ସମସ୍ତ ଲୋକ ଏକ ସନ୍ଧ୍ୟାରେ ମିଶିଲେ। ହସ୍ତ ମିଳାଇବା, ଗୀତ ଗାଇବା ଓ ପ୍ରେମ ଓ ସମ୍ମାନର ଓଡ଼ିଆ ସଙ୍ଗୀତ ଝୁଲାଇବା। ବଜୁଳା ନାଗ ପ୍ରଥମେ ଭୟଭୀତ ହେଲା, ତାଙ୍କର ଆଖି ଭଳି ଝିଙ୍କାରିଲା। କିନ୍ତୁ ପିଲାମାନଙ୍କର ହାସି, ଶିରହତା ଓ ନରମ ଶବ୍ଦ ଶୁଣିବାକୁ ପାରିଲେ। ମିଠା ମଧୁର ଭାଷାରେ କହିଲା, ତୁମେ ଆମ ପାଇଁ ନଷ୍ଟ କରିବା ପାଇଁ ନୁହଁ, ତୁମେ ମଧୁର ସମ୍ପର୍କର ଅଂଶ, ଆମେ ତୁମକୁ ସମର୍ଥନ କରିବା ଚାହୁଁଛୁ। ବଜୁଳା ନାଗ ହଠାତ୍ ଡାକିଲା। ତାଙ୍କ ଭଙ୍ଗକଳା ହଳକା ହେଲା ଓ ଭୟ ତଳ ହଟିଲା। ସେ ମନ ମଧ୍ୟରେ ଚିନ୍ତା କଲା, ମୋ ଭୟ, କିନ୍ତୁ ଲୋକମାନେ ଆଶା ଓ ସମ୍ମାନରେ ସମ୍ପର୍କ କରୁଛନ୍ତି। ପ୍ରଥମ ଥର ପାଇଁ ବଜୁଳା ନାଗ ଭୟ ଛାଡ଼ିଲା। ଗିରାଏର ଆଖୁ ବିରାମ ଦେଲା। ତାଙ୍କର ଶରୀର ଥରେ ଷଣ୍ଢ ହଳୁ ହଳୁକ କମ୍ପ ହେଲା। ଶିର ଉଠାଇଲା, ଗୃହ ଚାରିପାଖ ଦେଖିଲା। ଗଛ, ଆକାଶ, ଗାଁ ଲୋକ, ପିଲାମାନଙ୍କର ହସି, ଏହି ଦୃଶ୍ୟ ତାଙ୍କୁ ନୂଆ ଅନୁଭୂତି ଦେଲା। ରାତି ଶେଷ ହେଲେ ଚନ୍ଦ୍ରମା ହସୁଲା, ତାର ଜଳ ଝିଙ୍କାରିଲା, ଗାଁ ଶାନ୍ତିରେ ଶୋଇଯାଇଲା। ଗାଁର ପିଲା ଉଠିଲେ ପ୍ରଭାତର ହଳଦିଆ ପ୍ରକାଶରେ। ଧାନର ହରିତ୍ ଝୁଡ଼, ପକା ଫଳର ମିଠା ଗନ୍ଧ। ଏକ ନୂତନ ଦିନ ଆସିଥିଲା। ନୂଆ ଆଶା,